ବିନିକା ସହର ନୂଆବଜାର ସ୍ଥିତ ରାଜ୍ୟସ୍ତରୀୟ ଅଭିଜିତ ପୂଜାରୀ ସ୍ମୃତି କମିଟି କାର୍ଯ୍ୟାଳୟ ପରିସରରେ ଆଜି ଅପରାହ୍ନ 2ଟା ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଅଭିଜିତ ସ୍ମାରକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବୁର୍ଲା ଭୀମସାର ପ୍ରସ୍ତୁତି ସ୍ତ୍ରୀ ବିଭାଗର ପ୍ରଫେସର ଡକ୍ଟର ବେଣୁଧର ପାଣ୍ଡେ ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରୁ ଯୁବ ଅଭିନେତା କଳାକାର ସଙ୍ଗୀତଜ୍ଞ ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଅଭିଜିତ ପୂଜାରୀଙ୍କ ଫଟୋଚିତ୍ର ପ୍ରଫେସର ଡକ୍ଟର ପାଣ୍ଡେଙ୍କ ସହ ଅନ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆମର ଆତ୍ମା ସଦ୍ଗତି ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା 105 ଜଣ ମହିଳା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏଲ୍ଟି ଅନନ୍ତରାମ ଷାଣ୍ଢ ବିନିକା ଓକିଲ ସଂଘର ସମ୍ପାଦକ ବୃନ୍ଦାବନ ମିଶ୍ର, ସାମ୍ବାଦିକ ଅକ୍ଷୟ ପୂଜାରୀ ଓ ରାଜ୍ୟସ୍ତରୀୟ ଅଭିଜିତ ପୂଜାରୀ ସ୍ମୃତି କମିଟି ସଭାପତି ଅର୍ଚ୍ଚନା ପୂଜାରୀ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।